जय जगन्नाथ बंधु यूट्यूब चैनल शरत नना क्रिएशन तरफ आपण को शुभेच्छा अभिनंदन एवं नमस्कार। आपण माने निश्चिंत भलरे थिबे। ईश्वर करंतु सारा जगत भलरे रहू। आसंतु बंधु आज आउ एक सुंदर शैव क्षेत्रर दर्शन रे जिबा। ताहा हेउची जाजपुर जिला बड़चणा निर्वाचन मंडलीर बरांग ग्राम। सेठारे द्वितीय केदारनाथ नाम रे एक सुंदर मंदिर निर्मित होईची। कारुकार्य रे परिपूर्ण से मंदिर को दर्शन करिबा एवं मंदिरर अनेक तथ्य को उन्मोचन करिबा। आसंतु बंधु सही पवित्र क्षेत्र उद्देश्य रे जिबा। जय गौर कलेवर देव महेश्वर शंकर सुंदर देहि पदम। जय भस्म विलेपित कुंडल मंडित चंद्रक शोभित देहि पदम। जय दिव्य सुलोचन मार विनाशन सत्य सनातन देहि पदम। जय डम्बरुवादक तांडवकारक दुख विनाशक देहि पदम। जय भाल सुधाकर दास मनोहर काल भयंकर देहि पदम। जय दर्पक दाहक दैत्य विघातक सायक दायक देहि पदम। जय जगन्नाथ बंधु आम चैनल तरफ आपन को स्वागत अभिनंदन एवं नमस्कार। भगवान को दयारु आपण माने निश्चिंत भलरे थिबे। ईश्वर करंतु ए सारा सृष्टि भलरे रहू। आसंतु बंधु आज आउ एक सुंदर एवं पावन शैव क्षेत्रर दर्शन रे जिबा। ता हेउची बड़चणा निर्वाचन मंडलीर बरांग ग्राम रे अवस्थित भगवान श्री जगदेश्वर धाम, जहाकू द्वितीय केदारनाथ बोली कह जाए। आसंतु बंधु सही पवित्र पीठर दर्शन रे जिबा। जय जगन्नाथ बंधु आम बर्तमान जाजपुर जिलार बड़चणा ब्लॉक कालीमाटिया ग्राम पंचायत बरांग ग्राम रे आसी पहुँचलु। एटी जगतेश्वर धाम रे द्वितीय केदारनाथ को दर्शन करवा। आसंतु बंधु ये पवित्र मुहूर्त रे जिबा, भगवान को दर्शन करवा एवं यही मंदिर विषय रे आउ किछि तथ्य उन्मोचन करवा। आसंतु बंधु। जय जगन्नाथ बंधु आमे आज बरांगर से जोगेश्वर धाम पीठरे आसी पहुंचलु। एठी जन मुख्य
ପୃଷ୍ଠପୋଷକ ଅଛନ୍ତି ଏ ମନ୍ଦିରର, ତାଙ୍କ ବିଷୟରେ ତାଙ୍କଠାରୁ ମନ୍ଦିର ବିଷୟରେ ଆଉ କିଛି ଶୁଣିବା। ଆଜ୍ଞା, ଏ ମନ୍ଦିରର ନୀତିକାନ୍ତି ବିଷୟରେ କହିବେ, କେମିତି କଣ ନୀତିକାନ୍ତି ଚାଲେ? ନୀତିକାନ୍ତି ତ ଆଜ୍ଞା ଆମର ମନ୍ଦିର 5:30ଟାରେ ସକାଳୁ ମଙ୍ଗଳବାର ଖୋଲା ଯାଉଛି, 1ଟାରୁ 1:30 ଭିତରେ ବନ୍ଦ କରାଯାଉଛି। 1ଟାରେ ତାଙ୍କର ନିୟମ ଟାଇମଟା ରହିଛି। ତାପରେ ସେମିତି 5-10 ମିନିଟ୍ ଗଡ଼ି ଯାଇ ପାରୁଛି। ଲୋକ ଯଦି ଗହଳି ରହୁଛି ମନ୍ଦିର ବନ୍ଦ କରିହେଉନି, 5-10 ମିନିଟ୍ ଏପଟ ସେପଟ ହଉଛି। ତାପରେ ଆମର 3:30ରେ ଖୋଲା ହଉଛି, ରାତି 8ଟାରେ ବନ୍ଦ ପଡୁଛି। ଯଦି ଲୋକ ପ୍ରବଳ ଗହଳି ରହୁଛନ୍ତି ସେମିତି 5-10 ମିନିଟ୍ ଏପଟ ସେପଟ, ଟାଇମ ତାଙ୍କର 8ଟା ଠାକୁରଙ୍କ ନୀତିଗତିରେ ହିସାବରେ ରହୁଛି। ମଧ୍ୟାହ୍ନରେ ପ୍ରତିଦିନ ନୀତି ମଧ୍ୟାହ୍ନ ଠାକୁରଙ୍କ ତ 3 ଟାଇମ୍ ଆଜ୍ଞା ଭୋଗ, ତାଙ୍କର 3 ଟାଇମ୍ ଆମର 3 ଦୀପ ହଉଛି। ଆମର ବି ଅବଢା ଏପଟରେ ଆମର ଦକ୍ଷିଣ ପଟରେ ହଉଛି। ଲୋକ ଯୋଉ ବାହାରୁ ଲୋକ ସବୁ ଓଡ଼ିଶା ତ ନୁହଁ, ଓଡ଼ିଶା ବାହାରୁ ବି ଲୋକ ବହୁତ ଆସୁଛନ୍ତି। ଆମର ଉତ୍ତରାଖଣ୍ଡରେ ଯୋଉ ଠାକୁର 1 ନମ୍ବର ଅଛନ୍ତି କେଦାରନାଥ, ଏଠି ଆମର ଦ୍ୱିତୀୟରେ ରହିଲେ ବରାଙ୍ଗର ଯାଜପୁର ଜିଲ୍ଲା ବର୍ଚଣା ବ୍ଲକ ବରାଙ୍ଗରେ କେଦାରନାଥ। ସତ୍ୟମ ବାବୁ ଆସିକିରି ସତ୍ୟରଞ୍ଜନ ଦାସ ମନ୍ଦିର ଆସି ଗ୍ରାମବାସୀ ଡକେଇକିରି ମନ୍ଦିରଟା ବି ଉପସ୍ଥିତ କରିଛନ୍ତି। ତାଙ୍କ ଦାୟିତ୍ୱରେ ସବୁ କାମ ଚାଲିଛି। ଆମର ସ୍ଥାନୀୟରେ ଆମର ନଳିଦା, ମହିଷାହାଟ, କପାସଟିକି ଆମ ବରାଙ୍ଗ ଠାକୁରଙ୍କର ଗାଁରେ ମିଶି ମାସିକି ସବୁ କାର୍ଯ୍ୟକ୍ରମ ଠିକ୍ ଚାଲିଛି। ଆଉ ଏଇ ଯୋଉ ମନ୍ଦିରର ମୁଖ୍ୟ ସବୁ କଣ ସବୁ ଯୋଉ ନୀତିକାନ୍ତି ମୁଖ୍ୟ ଫଙ୍କସନ ସବୁ? ମୁଖ୍ୟ ତାଙ୍କର ଠାକୁରଙ୍କର ଆମର ତ ଜାଗର ଫାଗର ବିଭିନ୍ନ ଶୀତଳ ଷଷ୍ଠୀ ଅଛି, ବେଢା ପରିକ୍ରମା ଚତୁର୍ଦ୍ଦଶୀ ଅଛି। ମୁଖ୍ୟ ତାଙ୍କର ରହିଛି ଆମର ଅକ୍ଷୟ ତୃତୀୟାରେ ତାଙ୍କର ଠାକୁରଙ୍କର ଯୋଉ 25ଟା ହେଇକିରି ମନ୍ଦିର ଆମର ଉଜାମିନ ହେଇଥିଲା, ସେଇ ଧାରାରେ ତାଙ୍କର ରହୁଛି। ଏବେ ତ ଆସିଗଲାଣି, ଏବେ ଶୀତଳ ଷଷ୍ଠୀ ହବ, ଜାଗର ହବ, ଆମର ଅଷ୍ଟପରି ଏଠି 24 ପରି ହଉଛି। ଯୋଉ 12 ମାସରେ 13 ପର୍ବ, 12 ମାସରେ 13 ପର୍ବ। ଲୋକ ଗହଳି ତ ପ୍ରବଳ। ଏଇ ନୂଆ ବର୍ଷ ଦିନ ହେଇଥିଲେ ଲୋକ ଆମର ଠାକୁର ହେଲା ଦିନ ପହଡ ପଡେ, କିନ୍ତୁ ସେଦିନ ଆଜ୍ଞା ପହଡ ପଡିଗଲାଣି 8:30 ମନ୍ଦିର ଖୋଲା। ଆମେ ନିଜେ ଖାଇନୁ, ସକାଳୁ ଛିଡା ହେଇ ସନ୍ଧ୍ୟା ବେଳେ 8:30 ବେଳେ ମନ୍ଦିର ବନ୍ଦ କରି ଚିଡ଼ିଚାଡ଼ିକିରି ଭକ୍ତମାନେ ତାଙ୍କ ଇଚ୍ଛା, ଆମେ କିଛି ଆପଣ ବି କିଛି କରିପାରିବେନି, ଆମେ କିଛି କରିପାରିବି। ତାଙ୍କ ଇଚ୍ଛା, ସେ ତାଙ୍କର ଯାହା ଚାହୁଁଛନ୍ତି ସେ। ଆମେ ଶୁଣିଛୁ ଏଠି ଭଗବାନଙ୍କର ନାଗସାପ କେତେ ଥର ଦେଖା ଦେଲେଣି? ଆଜ୍ଞା 2 ଥର ବାହାରିଲେଣି। ବାହାରିଲେ ଆମେ କଣ ଆଉ ଏଠି ଫୁଲ ଚାରିକରୁ ଯେହେତୁ ତୋଳାତୋଳି ହଉଛି, ଆମେ ତାଙ୍କୁ ନେଇକି ସେ ଆମର ଠାକୁରଙ୍କ ଗେଟ୍ ସାମ୍ନାରେ ସେ ଆଗକୁ ସେ ଛାଡୁଛୁ। ଠାକୁରଙ୍କ ମନ୍ଦିର ଭିତରେ ଡ୍ରମ୍ ଭିତରେ ପୁରେଇକିରି ମୁଁ ନିଜେ ଏତେ ବଡ଼ଟା ପୂଜା କରିକି ଛାଡ଼ିକି ଆଇଲି। 2 ଦିନ ପରେ କଣ ଠାକୁର ସ୍ୱପ୍ନେଇଲେ, ନନା କହିଲେ ନାଇଁ ତମର ଠିକ ଅଛି। ମୁଁ ଠାକୁରଙ୍କ କ୍ଷୀର ଢାଳିଲି। ମୁଁ କହିଲି ଆପଣ କହିଲେ, ମୁଁ ଠାକୁରଙ୍କ ସାମ୍ନାରେ ଡ୍ରମରେ ପୁରେଇ ପଦାରେ ଛାଡ଼ିକି ଆଇଲି। ମୁଁ କହିଲି ବାବୁ ତମ ମାଲିକ ତମ ରକ୍ଷା କର, ଏମିତି କହି ଛାଡ଼ିଲି। ତାପରେ ଆଉ ଗୋଟେ ଆସିଥିଲେ। ତାପରେ ଆମର ବି ଆମର ଢେଙ୍କାନାଳ, ଆମର କପିଳାସ ପର୍ବତ ଆମର 1 କିଲୋମିଟର ବାହାରେ ଢେଙ୍କାନାଳ, ସେଠି ଏପଟରେ ବି ହାତୀ ସବୁ ଯିବା ଆସିବା କରୁଛନ୍ତି। ମନ୍ଦିରରେ ଆମର 2 ଥର ଆଜ୍ଞା ବାହାରିକିରି ଗଲେଣି। ସେ ଠାକୁରଙ୍କର ସେତେ ଲକ୍ଷ୍ମୀ, ଆଉ ଆମେ ତାଙ୍କୁ କଣ କହିବୁ? ଆଜ୍ଞା 2 ଥର ଗେଟ୍ ଭିତରେ ପଶିଲେଣି। ଏଇ ଠାକୁରଙ୍କ ଗଛ ବି ଭାଙ୍ଗୁଛନ୍ତି, କିଛି ନାହିଁ, କିଛି ଆମର କ୍ଷତି କରିନାହାନ୍ତି।